ସିନ୍ଧ ଦେଶର ଜଣେ ଅତି ବୁଦ୍ଧିମାନ ରାଜା ଯେତେବେଳେ ବୃଦ୍ଧ ହୋଇଗଲେ ଏବଂ ତାଙ୍କୁ ଅନୁଭବ ହେଲା ଯେ ସେ ଆଉ ବେଶୀ ଦିନ ବଞ୍ଚିବେ ନାହିଁ, ସେତେବେଳେ ସେ ନିଜର ବିଶ୍ୱସ୍ତ ଦେୱାନଙ୍କୁ ଡକାଇଲେ। ତାଙ୍କ ହାତରେ 8ଟି ଚାବି ସମର୍ପି ଦେଇ ରାଜା କହିଲେ, ମୋର ଏହି ସଂସାରରୁ ବିଦାୟ ନେବାର ବେଳ ନିକଟ ହୋଇ ଆସିଛି। ଯେପର୍ଯ୍ୟନ୍ତ ରାଜକୁମାର ବଡ଼ ହୋଇନାହାନ୍ତି ସେ ପର୍ଯ୍ୟନ୍ତ ଆପଣ ଏହି ସିଂହାସନର ରକ୍ଷା କରନ୍ତୁ। ଯେତେବେଳେ ସେ ନିଜେ ରାଜକାର୍ଯ୍ୟ ପରିଚାଳନା କରିବା ଯୋଗ୍ୟ ହୋଇଯିବେ ଆପଣ ତାଙ୍କୁ 7ଟି ଚାବି ଦେଇଦେବେ, କିନ୍ତୁ 8ମ ଚାବିଟି କେବଳ 5 ବର୍ଷ ଶାସନ କରିବା ପରେ ହିଁ ତାଙ୍କୁ ଦେବେ। ଦେୱାନ ରାଜାଙ୍କୁ ବଚନ ଦେଲେ ଯେ ସେ ସେୟା ହିଁ କରିବେ। ଏହାପରେ ରାଜା ଶାନ୍ତିରେ ପ୍ରାଣତ୍ୟାଗ କଲେ। ରାଜ୍ୟ ଶାସନର ସମସ୍ତ ଦାୟିତ୍ୱ ଏବେ ଦେୱାନ ନିଜ ହାତକୁ ନେଲେ। ସେ ରାଜକୁମାରଙ୍କ ଶିକ୍ଷା ଓ ଦୀକ୍ଷାର ସମସ୍ତ ବ୍ୟବସ୍ଥା ନିଜ ପୁଅ ଭଳି କଲେ। ରାଜକୁମାର ବଡ଼ ହେବା ପର୍ଯ୍ୟନ୍ତ ସେ ଅତି ନିଷ୍ଠାର ସହ ରାଜକାର୍ଯ୍ୟ ତୁଳାଇଲେ। ତାପରେ ଏକ ଶୁଭ ଦିନରେ ସେ ଏକ ସମୃଦ୍ଧ ଏବଂ ସୁସଜ୍ଜିତ ରାଜ୍ୟ ରାଜକୁମାରଙ୍କୁ ହସ୍ତାନ୍ତର କଲେ। 7ଟି ଯାକ ଚାବି ମଧ୍ୟ ରାଜକୁମାରଙ୍କୁ ଦେଇଦେଲେ। ରାଜତିଳକ ପରେ ରାଜକୁମାର ବଡ଼ ଉତ୍ସୁକତାର ସହ ସେହି ଚାବିଗୁଡ଼ିକରେ 7ଟି ଯାକ ଗୁପ୍ତ କୋଠରୀ ଖୋଲିଲେ। ସେଠାରେ ସୁନା, ରୂପା ଏବଂ ହୀରା ନୀଳାର ପାହାଡ଼ ଜମା ହୋଇଥିଲା। ସେ ବହୁତ ଖୁସି ହେଲେ ଏବଂ ସେହି ବିଶ୍ୱସ୍ତ ଦେୱାନଙ୍କ ପ୍ରତି କୃତଜ୍ଞତା ଜଣାଇଲେ, ଯିଏ ତାଙ୍କ ପାଇଁ ସବୁକିଛି ସୁରକ୍ଷିତ ରଖିଥିଲେ। କିଛି ଦିନ ପରେ ଦେୱାନଙ୍କ ପ୍ରତି ଈର୍ଷା କରୁଥିବା ଜଣେ ଚୁଗୁଲିଆ ଲୋକ ନୂଆ ରାଜାଙ୍କ କାନରେ ବିଷ ଢାଳିଲା। ସେ କହିଲା ଯେ ରାଜମହଲରେ 8ଟି ଗୁପ୍ତ କୋଠରୀ ଅଛି, କିନ୍ତୁ ଦେୱାନ ତାଙ୍କୁ କେବଳ 7ଟି ଚାବି ଦେଇଛନ୍ତି। ଯୁବରାଜଙ୍କ ମନରେ ନିଆଁ ଲାଗିଗଲା। ତାଙ୍କୁ ଲାଗିଲା ଦେୱାନ ଜଣେ ବିଶ୍ୱାସଘାତକ ଏବଂ 8ମ କୋଠରୀର ସମସ୍ତ ଧନ ସେ ନିଜେ ହଜମ କରିବାକୁ ଚାହୁଁଛନ୍ତି। ସେ ଦେୱାନଙ୍କୁ ଆଦେଶ ଦେଲେ ଯେ ତୁରନ୍ତ 8ମ ଚାବି ତାଙ୍କୁ ଦିଆଯାଉ, ନଚେତ୍ ସେ ତାଙ୍କ ମୁଣ୍ଡ କାଟିଦେବେ। ଦେୱାନ ରାଜାଙ୍କ ପାଦ ଧରି କହିଲେ ଯେ ସେ ତାଙ୍କ ପିତାଙ୍କୁ ବଚନ ଦେଇଥିଲେ ଯେ ରାଜତିଳକର 5 ବର୍ଷ ପରେ ହିଁ ଏହି ଚାବି ଦେବେ, କିନ୍ତୁ ଯୁବରାଜଙ୍କ ପାଖରେ ଏତେ ଧୈର୍ଯ୍ୟ କାହିଁ? ସେ କହିଲେ ଯେ ତାଙ୍କୁ ଚାବି ଏବେ ହିଁ ଦରକାର। ଚାବି ହାତକୁ ଆସିବା ମାତ୍ରେ ସେ 8ମ କୋଠରୀ ଆଡ଼କୁ ଦୌଡ଼ିଲେ। ଚାବି ବୁଲେଇ ଝଟକି କବାଟ ଖୋଲିଲେ, କିନ୍ତୁ ସେହି କୋଠରୀଟି ସମ୍ପୂର୍ଣ୍ଣ ଖାଲି ଥିଲା। ସେ ନିଜ ଆଖିକୁ ବିଶ୍ୱାସ କରିପାରିଲେ ନାହିଁ। ଖାଲି କୋଠରୀ ଭିତରେ ସେ ଚାରିଆଡ଼କୁ ଚାହିଁଲେ। ଗୋଟିଏ କାନ୍ଥ ତାଙ୍କୁ ଟିକେ ଅଲଗା ଦେଖାଗଲା। ସେଥିରେ ଜଣେ ଅତି ସୁନ୍ଦରୀ ଯୁବତୀଙ୍କ ଚିତ୍ର ଅଙ୍କା ହୋଇଥିଲା। ରାଜାଙ୍କ ଆଖି ସେହି ଚିତ୍ରରେ ଲାଗି ରହିଲା। ସେ ଯେତେ ଚିତ୍ରଟିକୁ ଦେଖୁଥିଲେ ସେତେ ସମ୍ମୋହିତ ହୋଇଯାଉଥିଲେ। ସେହି ଯୁବତୀଙ୍କୁ ସେ ମନେ ପ୍ରାଣେ ଭଲ ପାଇ ବସିଲେ। ତାଙ୍କ ସୌନ୍ଦର୍ଯ୍ୟରେ ସେ ଏତେ ଅଭିଭୂତ ହେଲେ ଯେ ସେଇଠି ମୂର୍ଚ୍ଛିତ ହୋଇପଡ଼ିଲେ। ଦେୱାନ ତାଙ୍କ ପଛରେ ହିଁ ଠିଆ ହୋଇଥିଲେ। ସେ ରାଜାଙ୍କୁ ଧରି ପକାଇଲେ ଏବଂ ମୁହଁରେ ଗୋଲାପ ଜଳ ଛିଞ୍ଚିଲେ। ରାଜାଙ୍କ ଚେତା ଫେରିଆସିଲା। ଚେତା ଆସିବା ମାତ୍ରେ ସେ ପୁଣି ସେହି ଚିତ୍ରକୁ ଚାହିଁଲେ। ସେ ଦେୱାନଙ୍କୁ ଆଦେଶ ଦେଲେ ଯେ ଯେମିତି ହେଲେ ବି ଏହି ଯୁବତୀଙ୍କ ସହ ତାଙ୍କୁ ଭେଟ କରାଯାଉ, ନଚେତ୍ ସେ ରାଜପାଟ ଏବଂ ଅନ୍ନ ଜଳ ସବୁ ତ୍ୟାଗ କରିଦେବେ। ଦେୱାନଙ୍କୁ ଏହା ବହୁତ ବିଚିତ୍ର ଲାଗିଲା ଯେ ରାଜା ଜଣେ ଏମିତି ଯୁବତୀଙ୍କ ପ୍ରେମରେ ପଡ଼ିଛନ୍ତି ଯାହାଙ୍କୁ ସେ କେବେ ଦେଖି ନାହାନ୍ତି, କିନ୍ତୁ ସେ ରାଜାଙ୍କୁ ଆଶ୍ୱାସନା ଦେଲେ ଏବଂ ବଚନ ଦେଲେ ଯେ ସେ ସେହି ଯୁବତୀଙ୍କୁ ଖୋଜି ଆଣିବେ। ସେହି ସପ୍ତାହରେ ମନ୍ତ୍ରୀ ଜାହାଜରେ ବିଭିନ୍ନ ପ୍ରକାରର ବିକ୍ରିଯୋଗ୍ୟ ଜିନିଷ ଭରିଲେ ଏବଂ କିଛି ବିଶ୍ୱସ୍ତ ଚାକରଙ୍କ ସହ ବାହାରି ପଡ଼ିଲେ। ସେମାନେ ପ୍ରତି ବନ୍ଦରରେ ଅଟକୁଥିଲେ ଏବଂ ସେହି 8ମ କୋଠରୀର ଚିତ୍ରଟିକୁ ସବୁ ରାଜ୍ୟର ଦରବାରୀମାନଙ୍କୁ ଦେଖାଉଥିଲେ, କିନ୍ତୁ ସେମାନଙ୍କୁ ଏପରି କେହି ମିଳିଲେ ନାହିଁ ଯିଏ ସେହି ଅପୂର୍ବ ସୁନ୍ଦରୀଙ୍କୁ ଦେଖିଥିଲେ ବା ତାଙ୍କ ବିଷୟରେ ଶୁଣିଥିଲେ। ଏହିପରି ଭାବେ ପୁରା ଗୋଟିଏ ବର୍ଷ ବୁଲିବା ପରେ ସେମାନେ ଏକ ଦୂରଦୂରାନ୍ତ ରାଜ୍ୟରେ ପହଞ୍ଚିଲେ। ସେଠାରେ ବନ୍ଦର କୂଳରେ ସେମାନେ ଚିତ୍ରଟିକୁ ଲୋକଙ୍କୁ ଦେଖାଇବା ପାଇଁ ରଖିଲେ। ଚିତ୍ରଟିକୁ ଦେଖିବା ମାତ୍ରେ ପାଖରେ ଠିଆ ହୋଇଥିବା ଲୋକମାନେ ଚିତ୍କାର କରି ଉଠିଲେ, ଏ ତ ଆମ ରାଜକୁମାରୀ। ଦେୱାନଙ୍କୁ ତୁରନ୍ତ ସେଠାକାର ରାଜାଙ୍କ ପାଖକୁ ନିଆଗଲା। ରାଜମହଲରେ ରାଜକୁମାରୀଙ୍କର ଗୋଟିଏ ଝଲକ ଦେଖିବା ମାତ୍ରେ ଦେୱାନଙ୍କର ଦୃଢ଼ ବିଶ୍ୱାସ ହୋଇଗଲା ଯେ ଏ ସେହି ଅପୂର୍ବ ସୁନ୍ଦରୀ। ଦେୱାନ ରାଜାଙ୍କୁ ଅନନ୍ୟ ଉପହାର ଦେଲେ ଏବଂ କହିଲେ ଯେ ସେ ଜଣେ ସୌଦାଗର ଏବଂ ନିଜ ମାଲ ବିକିବା ପାଇଁ ଏହି ରାଜ୍ୟରେ ରହିବାକୁ ଚାହୁଁଛନ୍ତି। ରାଜା ତାଙ୍କୁ ବେପାର କରିବା ପାଇଁ ଅନୁମତି ଦେଲେ। କିଛି ଦିନ ଭିତରେ ସେ ରାଜକୁମାରୀଙ୍କ ସ୍ୱଭାବ ଏବଂ ବଂଶ ବିଷୟରେ ସବୁ ତଥ୍ୟ ସଂଗ୍ରହ କଲେ। ଯେତେବେଳେ ସେ ସମ୍ପୂର୍ଣ୍ଣ ସନ୍ତୁଷ୍ଟ ହେଲେ
ସେତେବେଳେ ସେ ନିଜ ରାଜ୍ୟ ଅଭିମୁଖେ ବାହାରିଲେ। କିଛି ମାସର ଯାତ୍ରା ପରେ ଦେୱାନ ନିଜ ରାଜଧାନୀର ବନ୍ଦରରେ ପହଞ୍ଚିଲେ। ସେ ରାଜାଙ୍କୁ ଜଣାଇଲେ ଯେ ଚିତ୍ରର ସେହି ସୁନ୍ଦରୀଙ୍କ ପତା ମିଳିଯାଇଛି। ସେ ଚିତ୍ର ଅପେକ୍ଷା କେତେ ଗୁଣରେ ଅଧିକ ସୁନ୍ଦର। ତାଙ୍କୁ ଗୋଟିଏ ନଜର ଦେଖିବା ପାଇଁ ରାଜା ଅଧୈର୍ଯ୍ୟ ହୋଇ ଉଠିଲେ। ଜାହାଜରେ ପୁଣି ଥରେ ବିଭିନ୍ନ ରକମର ସୁନ୍ଦର ଜିନିଷ ଭରାଗଲା ଏବଂ ରାଜାଙ୍କୁ ସାଙ୍ଗରେ ନେଇ ଜାହାଜ ପୁଣି ବାହାରିଲା। ମାସ ମାସର କଷ୍ଟକର ସମୁଦ୍ର ଯାତ୍ରା ପରେ ଜାହାଜ ଯାଇ ସେହି ରାଜକୁମାରୀଙ୍କ ରାଜ୍ୟରେ ପହଞ୍ଚିଲା। ଦେୱାନ ରାଜକୁମାରୀଙ୍କ ପିତାଙ୍କୁ ଭେଟିଲେ ଏବଂ ପୂର୍ବବର୍ଷ ପରି ପୁଣି ବେପାର ପାଇଁ ଅନୁମତି ମାଗିଲେ। ଦେୱାନ ଜାଣିଥିଲେ ଯେ ରାଜକୁମାରୀଙ୍କୁ ଖେଳନା ବହୁତ ପସନ୍ଦ ଏବଂ ସେହି ରାଜ୍ୟର ଲୋକମାନେ ଭଲ ଖେଳନା ତିଆରି କରନ୍ତି। ତେଣୁ ସେ ରାଜକୁମାରୀଙ୍କ ପାଇଁ ଅଦ୍ଭୁତ ଖେଳନା ନେଇ ଆସିଥିଲେ। ସେହି ଖେଳନା ଗୁଡ଼ିକ ଚାଲୁଥିଲେ, କହୁଥିଲେ, ସିଂହ ଏବଂ ବାଘ ଗର୍ଜନ କରୁଥିଲେ। ରାଜକୁମାରୀ ମୁଗ୍ଧ ହୋଇଗଲେ। ମନ୍ତ୍ରୀ କହିଲେ, ଆମ ଜାହାଜରେ ଏମିତି ଏମିତି ଖେଳନା ଅଛି ଯାହା ଆଗରେ ଏଗୁଡ଼ିକ କିଛି ନୁହେଁ। ଆମର ମାଲିକ ଜାହାଜ ଉପରେ ଅଛନ୍ତି। ସେ ମୋତେ କେବଳ ସାଧାରଣ ଖେଳନା ଗୁଡ଼ିକୁ ବାହାରକୁ ଆଣିବା ପାଇଁ ଅନୁମତି ଦେଇଛନ୍ତି। ଆପଣ ଜାହାଜକୁ ଆସନ୍ତୁ, ମୁଁ ଆପଣଙ୍କୁ ଆହୁରି ଆଶ୍ଚର୍ଯ୍ୟଜନକ ଖେଳନା ଦେଖାଇବି। ରାଜକୁମାରୀଙ୍କ କୌତୂହଳ ବଢ଼ିଗଲା। ସେ 6 ଜଣ ଦାସୀଙ୍କ ସହ ତୁରନ୍ତ ମନ୍ତ୍ରୀଙ୍କ ସାଙ୍ଗରେ ବାହାରିଲେ। ଜାହାଜ ଉପରେ ଯୁବରାଜ ତାଙ୍କୁ ସ୍ୱାଗତ କଲେ ଏବଂ ଅତି ଶିଷ୍ଟାଚାରର ସହ ତାଙ୍କୁ ସବୁ ଚମତ୍କାର ଖେଳନା ଦେଖାଇବାକୁ ଲାଗିଲେ। ପ୍ରତିଟି ନୂଆ ଖେଳନା ଦେଖି ରାଜକୁମାରୀ ଖୁସିରେ ନାଚି ଉଠୁଥିଲେ। ଏହି ସମୟରେ ନାବିକମାନେ ଜାହାଜର ଦଉଡ଼ି କାଟିଦେଲେ ଏବଂ ପାଲ ଖୋଲିଦେଲେ। ଜାହାଜ ବନ୍ଦର ଛାଡ଼ି ସମୁଦ୍ର ମଝିକୁ ଚାଲିଗଲା। ଏସବୁ ସେମାନେ ଏତେ ଚତୁରତାର ସହ କଲେ ଯେ ରାଜକୁମାରୀ କିମ୍ବା ତାଙ୍କ ଦାସୀମାନେ କିଛି ବି ଜାଣିପାରିଲେ ନାହିଁ। ଯେତେବେଳେ ସେମାନେ ଜାଣିବାକୁ ପାଇଲେ ଯେ ସେମାନଙ୍କୁ ଅପହରଣ କରାଯାଇଛି, ସେତେବେଳେ ସେମାନେ ଭୟଭୀତ ହୋଇଗଲେ। ତାପରେ ହଠାତ୍ ସେମାନେ ଚିତ୍କାର କଲେ ଏବଂ ଜାହାଜର ଜିନିଷପତ୍ର ଭାଙ୍ଗିବାକୁ ଲାଗିଲେ। ଯୁବରାଜ ତାଙ୍କୁ ବୁଝାଇ କହିଲେ ଯେ କିପରି ତାଙ୍କର ଚିତ୍ର ଦେଖି ସେ ତାଙ୍କ ପ୍ରେମରେ ପଡ଼ିଛନ୍ତି ଏବଂ ତାଙ୍କୁ ଖୋଜିବା ପାଇଁ ସେ 7 ସମୁଦ୍ର ଯାତ୍ରା କରିଛନ୍ତି। ଯୁବରାଜଙ୍କର ନିଷ୍ଠାପର ପ୍ରେମ ଏବଂ ଭଦ୍ରତା ଦେଖି ରାଜକୁମାରୀଙ୍କ ମନ ନରମି ଗଲା। ସେ ମଧ୍ୟ ରାଜାଙ୍କୁ ଭଲ ପାଇ ବସିଲେ ଏବଂ ତାଙ୍କ ରାଜ୍ୟର ରାଣୀ ହେବା ପାଇଁ ରାଜି ହୋଇଗଲେ। ଜାହାଜ ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚିବାକୁ ଆଉ କିଛି ସମୟ ବାକି ଥିଲା। ବୃଦ୍ଧ ମନ୍ତ୍ରୀ ଜାହାଜର ଗୋଟିଏ କୋଣରେ ବସି ଅଧାବୁଝା ଆଖିରେ ସମୁଦ୍ରର ଢେଉକୁ ଦେଖୁଥିଲେ। ସେତିକିବେଳେ ଏକ ଶୁଆ ଓ ଶାରୀ ଉଡ଼ି ଆସି ତାଙ୍କ ପାଖରେ ବସିଲେ। ବୃଦ୍ଧମନ୍ତ୍ରୀ ପକ୍ଷୀମାନଙ୍କ ଭାଷା ଜାଣିଥିଲେ। ସେ ସେମାନଙ୍କ କଥା ଶୁଣିବା ପାଇଁ ଅପେକ୍ଷା କଲେ। ଶାରୀଟି କହିଲା, ମୋତେ ଏହି ଜାହାଜରେ ଭଲ ଲାଗୁନି, କୌଣସି ଗପ ଶୁଣାଅ ନା। ଶୁଆଟି କିଛି ସମୟ ଭାବି କହିଲା, ଏକ କାହାଣୀ ଏଇଠି ଆମ ଆଖି ସାମ୍ନାରେ ଘଟୁଛି। ଏହି ଯୁବରାଜ ଏବଂ ତାଙ୍କ ପ୍ରେମିକାଙ୍କୁ ଦେଖ। ସେମାନେ କେତେ ଖୁସି ଅଛନ୍ତି। କିନ୍ତୁ ରାଜା ଆଉ ମାତ୍ର 3 ଦିନ ବଞ୍ଚିବେ। 3 ଦିନ ପରେ ସେମାନେ କୂଳରେ ଓହ୍ଲାଇବେ। ରାଜାଙ୍କୁ ସ୍ୱାଗତ କରିବା ପାଇଁ ତାଙ୍କ ସୈନ୍ୟବାହିନୀ, ହାତୀ ଏବଂ ଘୋଡ଼ା ଆସିବେ। ରାଜା ଚଢ଼ିବା ପାଇଁ ଏକ ସାହୀ ଘୋଡ଼ା ମଧ୍ୟ ପ୍ରସ୍ତୁତ ରହିବ। କିନ୍ତୁ ଏହା ଏକ ରାକ୍ଷସ ହେବ, ଯିଏ ଘୋଡ଼ା ରୂପ ଧରିଥିବ। ଯେମିତି ରାଜା ସେହି ଘୋଡ଼ା ଉପରେ ବସିବେ, ସେ ତାଙ୍କୁ ନେଇ ଆକାଶକୁ ଉଡ଼ିଯିବ ଏବଂ ସମୁଦ୍ରରେ ଫିଙ୍ଗିଦେବ। ଶାରୀର ଆଖି ଛଳ ଛଳ ହୋଇଗଲା। ତେବେ କ'ଣ ବିବାହ ପୂର୍ବରୁ ରାଜକୁମାରୀ ବିଧବା ହୋଇଯିବେ? କି ସୁନ୍ଦର ଯୋଡ଼ି! ବିଚାରୀ ଉପରେ ଦୁଃଖର ପାହାଡ଼ ଭାଙ୍ଗି ପଡ଼ିବ। ରାଜା କ'ଣ କୌଣସି ପ୍ରକାରେ ବଞ୍ଚିପାରିବେ ନାହିଁ? ଶୁଆଟି କହିଲା, ବଞ୍ଚିପାରିବେ ପ୍ରିୟା, ଯଦି କେହି ରାଜାଙ୍କ ଘୋଡ଼ାକୁ ଛୁଇଁବା ପୂର୍ବରୁ ହିଁ ଘୋଡ଼ାର ମୁଣ୍ଡ କାଟିଦିଏ। କିନ୍ତୁ ଏକଥା କାହାକୁ କହିବ ନାହିଁ। ଯିଏ ବି ଏହି କଥା କାହାକୁ କହିବ, ତା'ର ଶରୀରର 1/3 ପଥର ହୋଇଯିବ। ଏହା କହି ସେମାନେ ଉଡ଼ିଗଲେ। ଏହା ଶୁଣି ବୃଦ୍ଧମନ୍ତ୍ରୀ ନିଜ ସ୍ୱାମୀଙ୍କ ଜୀବନ ପାଇଁ ଚିନ୍ତିତ ହୋଇଗଲେ। ଖୁସିରେ ଥିବା ରାଜା ଓ ରାଜକୁମାରୀ ଜାଣିନଥିଲେ କି ଭୟଙ୍କର ଭବିଷ୍ୟତ ସେମାନଙ୍କୁ ଅପେକ୍ଷା କରିଛି। ତା ପରଦିନ ସେହି ଶୁଆଶାରୀ ପୁଣି ଆସି ସେଇଠି ବସିଲେ। ମନ୍ତ୍ରୀ ସେମାନଙ୍କ ପାଖକୁ ଯାଇ ବସିଲେ। ସେ ଗୋଟିଏ ବି ଶବ୍ଦ ଛାଡ଼ିବାକୁ ଚାହୁଁନଥିଲେ। ଶାରୀଟି ପଚାରିଲା, ଯଦି ରାଜା ରାକ୍ଷସ ଘୋଡ଼ାରୁ ବଞ୍ଚିଯାଆନ୍ତି, ତେବେ ତ ସେମାନେ ସୁଖରେ ରହିବେ ନା? ଶୁଆ କହିଲା, ନାହିଁ ପ୍ରିୟା, ଏତେ ଶୀଘ୍ର ବିଶ୍ୱାସ କରନି। ଘୋଡ଼ାରୁ ବଞ୍ଚିଗଲେ ସେ ବିବାହ ଉତ୍ସବରେ ମରିଯିବେ। ଉତ୍ସବରେ ରାଜା ଏକ ଶୁଦ୍ଧ ସୁନାର ଥାଳି ଦେଖିବେ। ସେଇଠି ତାଙ୍କୁ ଏତେ ଭଲ ଲାଗିବ ଯେ ସେ ତାକୁ ଉଠାଇବେ। କିନ୍ତୁ
ସେହି ଥାଳିରେ ଭୟଙ୍କର ବିଷ ଲାଗିଥିବ। ଥାଳିକୁ ଛୁଇଁବା ମାତ୍ରେ ବିଷ ରାଜାଙ୍କ ଶରୀରକୁ ଯିବ ଏବଂ ସେ ସେଇଠି ପ୍ରାଣ ହରାଇବେ। ସାରି ପୁଣି ବ୍ୟାକୁଳ ହୋଇ ପଚାରିଲା, ତେବେ ରାଜା ବଞ୍ଚିବେ କେମିତି? ଶୁଆ କହିଲା, ଯଦି କେହି ଏକ କପଡ଼ାରେ ସେହି ଥାଳିକୁ ଉଠାଇ ଦୂରକୁ ଫିଙ୍ଗିଦିଏ ତେବେ ରାଜା ବଞ୍ଚିଯିବେ। କିନ୍ତୁ ମନେ ରଖ, ଯିଏ ଏହା କାହାକୁ କହିବ ତା ଶରୀରର 1/3 ପଥର ହୋଇଯିବ। ତୃତୀୟ ଦିନ ସେମାନେ ପୁଣି ଆସିଲେ। ଶୁଆଟି କହିଲା, ଯଦି ସେ ବିଷାକ୍ତ ଥାଳିରୁ ମଧ୍ୟ ବଞ୍ଚିଯାଆନ୍ତି ତଥାପି ବିପଦ ଅଛି। ବିବାହ ପରେ ଯେତେବେଳେ ସେମାନେ ଶୋଇବାକୁ ଯିବେ ସେତେବେଳେ ଛାତରୁ ଏକ ସାପ ବାହାରିବ ଏବଂ ରାଜକୁମାରୀଙ୍କ ଗାଲରେ ବିଷ ବୁନ୍ଦାଏ ପକାଇବ। ଯେତେବେଳେ ରାଜା ରାଜକୁମାରୀଙ୍କୁ ଚୁମ୍ବନ ଦେବେ ସେ ସେଇଠି ପ୍ରାଣ ହରାଇବେ। ଯଦି କେହି ସେହି ଘରେ ଲୁଚିକରି ରହେ ଏବଂ ରାଜକୁମାରୀଙ୍କ ଗାଲରୁ ସେହି ବିଷ ବୁନ୍ଦାଟିକୁ ଚାଟିଦିଏ ଏବଂ ତୁରନ୍ତ ଅଧପାଏ କ୍ଷୀର ପିଇଦିଏ ତେବେ ରାଜା ବଞ୍ଚିଯିବେ। କିନ୍ତୁ ଏକଥା କାହାକୁ କହିଲେ ସେହି ବ୍ୟକ୍ତି ପଥର ହୋଇଯିବେ। ଜାହାଜ କୂଳରେ ପହଞ୍ଚିଲା। ରାଜା କୂଳରେ ଓହ୍ଲାଇବା ମାତ୍ରେ ସେହି ରାକ୍ଷସ ଘୋଡ଼ା ପାଖକୁ ଗଲେ। ସେ ବସିବା ପୂର୍ବରୁ ମନ୍ତ୍ରୀ ତରବାରୀ ବାହାର କରି ଘୋଡ଼ାର ମୁଣ୍ଡ କାଟିଦେଲେ। ରାଜା ବହୁତ ରାଗିଗଲେ କିନ୍ତୁ ମନ୍ତ୍ରୀ ଚୁପ୍ ରହିଲେ। ବିବାହ ଉତ୍ସବରେ ଯେତେବେଳେ ରାଜା ସେହି ସୁନା ଥାଳି ଉଠାଇବାକୁ ଗଲେ ମନ୍ତ୍ରୀ ତାକୁ ଝାମ୍ପି ନେଇ ନାଳରେ ଫିଙ୍ଗିଦେଲେ। ରାଜା ଏବେ ରାଗରେ ପାଗଳ ହୋଇଗଲେ ମଧ୍ୟ ସଭା ମଝିରେ କିଛି କହିଲେ ନାହିଁ। ବିବାହ ପରେ ରାଜାରାଣୀ ଶୋଇବାକୁ ଗଲେ। ମନ୍ତ୍ରୀ ସେଠାରେ ପରଦା ପଛରେ ଲୁଚି ରହିଲେ। ରାତିରେ ସାପ ବାହାରି ରାଜକୁମାରୀଙ୍କ ଗାଲରେ ବିଷ ବୁନ୍ଦାଏ ପକାଇବା ମାତ୍ରେ ମନ୍ତ୍ରୀ ତାକୁ ଚାଟିଦେଲେ ଏବଂ କ୍ଷୀର ପିଇଲେ। ଏତିକିବେଳେ ରାଣୀଙ୍କ ନିଦ ଭାଙ୍ଗିଗଲା। ତାଙ୍କୁ ଲାଗିଲା ମନ୍ତ୍ରୀ ତାଙ୍କ ଗାଲରେ ଚୁମ୍ବନ ଦେଉଛନ୍ତି। ସେ ଚିତ୍କାର କଲେ ଏବଂ ରାଜା ମନ୍ତ୍ରୀଙ୍କୁ କାରାଗାରକୁ ପଠାଇଲେ। ସକାଳେ ଫାଶୀ ଦେବା ପୂର୍ବରୁ ମନ୍ତ୍ରୀ ସବୁ ସତ କଥା କହିଲେ। ଯେମିତି ସେ ପ୍ରଥମ ବିପଦ କଥା କହିଲେ ତାଙ୍କ ପାଦ ପଥର ହୋଇଗଲା। ଦ୍ୱିତୀୟ ବିପଦ କଥା କହିବା ପରେ ତାଙ୍କ ଶରୀର ଛାତି ପର୍ଯ୍ୟନ୍ତ ପଥର ହୋଇଗଲା। ଶେଷରେ ସବୁ କଥା କହିସାରିବା ବେଳକୁ ମନ୍ତ୍ରୀ ସମ୍ପୂର୍ଣ୍ଣ ପଥର ପାଲଟି ଗଲେ। ରାଜା ଅନୁତାପ କରି କାନ୍ଦିବାକୁ ଲାଗିଲେ। କିଛି ବର୍ଷ ପରେ ସେହି ଶୁଆସାରି ପୁଣି ଆସି କହିଲେ ଯେ ଯଦି ରାଜା ନିଜ ପୁଅର ବଳି ଦେବେ ଏବଂ ତା ରକ୍ତ ମୂର୍ତ୍ତି ଉପରେ ଛିଞ୍ଚିବେ ତେବେ ମନ୍ତ୍ରୀ ଜୀବିତ ହେବେ। ରାଜା ତ୍ୟାଗର ପରିଚୟ ଦେଇ ନିଜ ପୁଅର ମୁଣ୍ଡ କାଟି ରକ୍ତ ଛିଞ୍ଚିଲେ। ମନ୍ତ୍ରୀ ଜୀବିତ ହେଲେ ଏବଂ ଭଗବାନଙ୍କ କୃପାରୁ ରାଜକୁମାର ମଧ୍ୟ ପୁଣି ଜୀବିତ ହୋଇ ଉଠିଲେ। ଏହାପରେ ସମସ୍ତେ ସୁଖର ବାସ କଲେ। ଏ କାହାଣୀରୁ ଶିକ୍ଷା, ଯୁବରାଜ ନିଜ ପିତାଙ୍କ ବଚନକୁ ସମ୍ମାନ ନ ଦେଇ ଧୈର୍ଯ୍ୟହରା ହେଲେ। ଏହା ଦର୍ଶାଏ ଯେ ଯେତେବେଳେ ଆମେ କୌଣସି ଜିନିଷକୁ ପାଇବା ପାଇଁ ଅତ୍ୟଧିକ ବ୍ୟାକୁଳ ହୋଇଯାଉ ସେତେବେଳେ ଆମେ ଉଚିତ ଅନୁଚିତ ମଧ୍ୟରେ ଥିବା ପାର୍ଥକ୍ୟ ଭୁଲିଯାଉ। ଅଷ୍ଟମ ଚାବି ହେଉଛି ଆମ ଜୀବନର ସେହି ପରିପକ୍ୱତା ଯାହା କେବଳ ସମୟ ଆସିଲେ ହିଁ ମିଳିଥାଏ। କାହାଣୀଟି ଭଲ ଲାଗିଥିଲେ ସମସ୍ତଙ୍କୁ ସେୟାର କରିବା ପାଇଁ ଭୁଲିବେନି। ଆଉ ଗୋଟିଏ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରିନେବେ। ଧନ୍ୟବାଦ।